ସେଥିର ଉପାୟ ଅଛି। ଭଗବାନ କହିଛନ୍ତି କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ମା କର୍ମ ଫଳ ହେତୁର୍ଭୂମାଂ ତେ ସଙ୍ଗସ୍ତ କର୍ମଣି। ତୁମେ କର୍ମ କରି ଚାଲ, ମୁଁ ତୁମକୁ ଫଳ ନିଶ୍ଚୟ ଦେବି। କର୍ମ ଫଳର ତୁମେ ହେତୁ ହୁଅ ନା। କର୍ମ ଫଳ ଆପେ ଆପେ ତୁମେ କର୍ମ କରିଛ ମାନେ ଆପେ ଆପେ ତା ଫଳ ଯାଇ ତୁମ ପାଖରେ ପହଞ୍ଚିବ। ତୁମେ ଯଦି ଯାଇ ଗୋଟିଏ ଲୋକର କିଛି କାମ କଲ, କାମ ନ ସରିଲା ପରେ କ'ଣ ସେ ତୁମକୁ ଫଳ ଦେଉଛି କି? ବା ଯେଉଁ ମଜୁରୀଟା ଦେଉଛି କି? କାମ ସରିଲା ତ ମଜୁରୀ ଧରିକି ଘରକୁ ଆସିଲ। କିନ୍ତୁ ଭଗବାନ ସେମିତି ତୁମେ କର୍ମ କରିଚାଲ, ତୁମେ ଅନାନି। ଭଗବାନ ହେଉଛନ୍ତି ଆମ ସବୁର ମାଲିକ। ତେଣୁକରି ଆମେ ତାଙ୍କର କାମ କରୁଛେ ମାନେ ସେ ନିଶ୍ଚିନ୍ତ ଆମକୁ କିଛି ଫଳ ପ୍ରଦାନ କରିବେ। ଫଳଦାତା ହେଉଛନ୍ତି ସ୍ୱୟଂ ଭଗବାନ। ତୁମେ ପରୀକ୍ଷା ଦେଲ, ସାଥି କ'ଣ ଯାଇକି ଉପର ଶ୍ରେଣୀରେ ଯାଇକି ବସିପାରୁଛ କି? କିଛି ଦିନ ଅପେକ୍ଷା କରୁଛ। ଶିକ୍ଷକ ଖାତା ଦେଖୁଛନ୍ତି, ତାର ମାର୍କକୁ ସବୁ ମିଶାଉଛନ୍ତି। ମାର୍କିଂ ମିଶାଇ ସାରିଲା ପରେ ତୁମେ କେଉଁ ଡିଭିଜନ୍ ପାଇବ, ସ୍କୁଲରେ ତୁମଠାରୁ କିଏ ଅଧିକା ଅଛି ନା କମ୍ ଅଛି, ତୁମେ କେଉଁ ଧରଣର ପିଲା ସବୁ ଲକ୍ଷ୍ୟ କରି ତୁମକୁ ମାର୍କିଂ ଦେଲା ପରେ ତୁମେ ଯାଇକି ଉପର ଶ୍ରେଣୀରେ ବସୁଛ। ଭଗବାନ ସେମିତି ତୁମ କର୍ମକୁ ଚାହିଁକି, ତୁମ ଧର୍ମକୁ ଚାହିଁକି ଆର ଜନ୍ମ ପାଇଁ ରଖିଛନ୍ତି। ତୁମେ କେଉଁ ଜନ୍ମ ହେବ? ଏହି ଜନ୍ମରେ ଯଦି ଆମେ ଭଲ କାମ କରିଥିବା, ମଣିଷ ହୋଇ ମଣିଷ କର୍ମ କରିଥିବା, ଭଗବାନଙ୍କ କଥା ଶୁଣିବା, ଭଗବାନଙ୍କ ଶାସ୍ତ୍ର ଅନୁସାରେ ଆମେ କାର୍ଯ୍ୟ କରିବା, ବେଦଶାସ୍ତ୍ରକୁ ମାନିବା, ବଡ଼କୁ ସମ୍ମାନ ଦେବା, ଛୋଟ ପିଲାକୁ କ'ଣ ହେଉଛି ସ୍ନେହ ଦେବା, ତାହେଲେ ଆମେ ନିଶ୍ଚିତ ଭାବରେ କ'ଣ ଭଗବାନଙ୍କର ଅତି ପ୍ରିୟ ହୋଇଯିବା। ଆମେ ଯେତେ ଦ୍ରବ୍ୟ ଦେଖୁଛେ, ଗୁଡ଼େ ସାଇଥିବା ପାଇଁ ଆମେ ସୁନା ରୂପା ବିଭିନ୍ନ ପ୍ରକାର ଦ୍ରବ୍ୟକୁ ସାଉතුଛେ, ବେକାରରେ ଘର ଖାଲି ଗହଳିଆ କରୁଛେ। କିନ୍ତୁ ଭଗବାନ କହିଛନ୍ତି ରତ୍ନ ହେଉଛି ଚାରି ପ୍ରକାର। ଗୋଟିଏ ହେଉଛି ଖାଦ୍ୟ, ଆଉ ଗୋଟିଏ ହେଉଛି ପାନୀୟ, ଆଉ ଗୋଟିଏ ହେଉଛି ମଧୁର ବଚନ, ଆଉ ଗୋଟିଏ କ'ଣ ଭଗବାନଙ୍କ ନାମ ଶ୍ରବଣ। ଏଇ ଚାରୋଟି ହେଉଛି ସବୁଠାରୁ ଶ୍ରେଷ୍ଠ ରତ୍ନ। ଏଇ ଚାରି ରତ୍ନକୁ ଆମେ ଗୁପ୍ତ ଭାବରେ ସାଇତିକି ନିର୍ମଳ ଭାବରେ ତାକୁ ଜାଗାରେ ରଖିବା ଦରକାର। ତାହାକୁ ଆମେ କେହି ସଂଗ୍ରହ କରିବା ପାଇଁ ଚେଷ୍ଟା କରୁନାହିଁ। ଯାହା ହଉ ତୁମ ମାଧ୍ୟମରେ ମୁଁ ଭାବୁଛି ଏଇ ଯେଉଁ ଗୀତା ଆଲୋଚନା ହେଉଛି ଆମର ଜନକଲ୍ୟାଣ ହିତରେ ଲାଗିପାରିବ। ଯେଉଁ ଭାଇମାନେ ଏହାକୁ ଶୁଣିବେ, ଶ୍ରବଣ କରିବେ, ନିଶ୍ଚିନ୍ତ ତାଙ୍କର କିଛି ପ୍ରଭାବ ହେବ। ଏଇ ଜନସମାଜରେ ଠକି ଭଣ୍ଡି ଚାଲୁଥିବା ଲୋକମାନଙ୍କୁ ମଧ୍ୟ ଚିହ୍ନି ପାରିବେ, ଜ୍ଞାନ କ'ଣ ଜାଣିପାରିବେ, ଭକ୍ତି କ'ଣ ଜାଣିପାରିବେ, ଏବଂ ରତ୍ନ କ'ଣ, ଏବଂ ଏଇ ରତ୍ନର ଦାୟିତ୍ୱ ନେବେ। ଦେଖ, ଆମେ ଖାଦ୍ୟକୁ ଭଲ ଭାବେ ସଂରକ୍ଷଣ କରୁନେ। କାହାର ଗଛରେ ଆମ୍ବ ଫଳିଛି, କାହା ଗଛରେ ଜାମୁକୋଳି ଫଳିଛି, ଆମେ ଟେକା ମାରି ତାକୁ ନଷ୍ଟ କରୁଛେ, ଏ ଗଛକୁ ହାଣି ଦେଉଛେ। ଆମେ ଜାଣିନାହିଁ ସେଇ ଫଳ ଦିନେ ଆମ ପାଇଁ ଆହାରରେ ପରିଣତ ହୋଇଯିବ। ଜଳକୁ ଆମେ ମଇଳା ପୋଖରୀ ଗାଡ଼ିଆରେ ଆମେ ବିଭିନ୍ନ ପ୍ରକାର ମଇଳା ନେଇ ପକାଉଛେ। ଯଦି କିଛି ଆମର ଓଷା ପର୍ବ ହେଲା, ତାକୁ ନେଇ ଗୋଟେ ମଇଳା ଜାଗାରେ ନ ପକାଇ ତାର ବେକାର ବସ୍ତୁ ଗୁଡ଼ାକୁ ନେଇ ପୋଖରୀରେ ଭସେଇ ଦେଉଛେ। କହୁଛେ ଆମେ ଲକ୍ଷ୍ମୀ ପୂଜା କରିଥିଲୁ, ଆଉ ଆମେ ଏରାକ ଗାଈ ଗୋରୁଙ୍କୁ ଦେଲେ ଖରାପ, କିଏ ନେଇଗଲେ ଆମ ଘରୁ ଲକ୍ଷ୍ମୀ ପଳେଇବେ, ଏହା ଭାବିକି ପୋଖରୀ ଭସିକି ପୋଖରୀକି ବି ମଇଳା କରୁଛେ। କିନ୍ତୁ ଗଙ୍ଗା ମାତା, ଜଳ ହେଉଛନ୍ତି ଗଙ୍ଗା ମାତା, ଜଳ ହିଁ ଜୀବନ। ସେଇ ଜଳ ଭଗବାନ କହିଛନ୍ତି ଏ ଯଜ୍ଞ ମାଧ୍ୟମରେ, ଯଜ୍ଞରେ ଭବନ୍ତି ପର୍ଜନ, ଭଗବାନ ଲେଖିଛନ୍ତି ଆଗକୁ ଏଇ ଶ୍ଲୋକ ଏଇ ଗୀତାରେ ଅଛି ଯେ ଯଜ୍ଞରୁ ବର୍ଷା ହୁଏ। ଯଜ୍ଞ ଆହୁତି ଭଗବାନ ସେବନ କରି ବର୍ଷାକୁ ନିର୍ଦ୍ଦେଶ ଦିଅନ୍ତି ଏବଂ ଆକାଶ ଘନୀଭୂତ ହୋଇ ବର୍ଷା ହୁଏ। ସେ ବର୍ଷା ଜଳରୁ ଅନ୍ନ ତିଆରି ହୁଏ। ସେ ଅନ୍ନକୁ ଆମେ ଖାଇ ଆମ ବର୍ଣ୍ଣ ବାହାରେ। ଆମ ବର୍ଣ୍ଣ ବାହାରିଲା ପରେ ଆମେ ଭଜନ କୀର୍ତ୍ତନ ଭଗବାନଙ୍କୁ କରିବା। ଆରି ନାମ ହେଉଛି ଗୀତା। ଭଗବାନଙ୍କୁ ଯେଉଁ ଭଜନ କୀର୍ତ୍ତନ କରିବା ତାରି ନାମ ହେଉଛି ଗୀତା। କିନ୍ତୁ ଯେଉଁ ଶାସ୍ତ୍ର ଶ୍ରୀମଦ୍ ଭଗବତ ଗୀତା ବୋଲି ଲେଖା ହେଇଛି 700 ଶ୍ଲୋକ ବିଶିଷ୍ଟ, ଏଇ ଗୀତା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜାତି ସମସ୍ତ ଧର୍ମର ବ୍ୟକ୍ତି ପାଠ କରିବା ବିଧେୟ। କାରଣ এই ଶାସ୍ତ୍ର ଆମ ଜୀବନର ଉତ୍ସ।
ତେଣୁ ପିଲେମାନେ ତୁମେ ଗୀତା ଶାସ୍ତ୍ର ଶ୍ରବଣ କଲ ତ? ଭଲ ଲାଗିଲା ନା ଆଉ କିଛି କହିବା? ହଁ, ଭଗବାନ କ'ଣ ଏତିକି ବୁଝ। ଏଇ ଗୀତାରେ ଭଗବାନ କହିଛନ୍ତି। ଏତିକି କହି ଆମେ ଆମ ବାଣୀକୁ ସାଇଁ କରିବା। ସର୍ବତଃ ପାଣିପାଦମ୍ ତତ୍ ସର୍ବତୋ ଖିଶିର ମୁଖମ୍ ସର୍ବତଃ ଶ୍ରୁତିମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି। ଭଗବାନ କହିଛନ୍ତି ସର୍ବତଃ ପାଣିପାଦମ୍ ତତ୍ ସର୍ବତୋ ଖିଶିର ମୁଖମ୍ ସର୍ବତଃ ଶ୍ରୁତିମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି। ମୁଁ ସବୁଠାରେ ବିରାଜମାନ। ତୁମେ ଯେଉଁଠାରେ ଦେଖୁଛ ମୋର ପାଣି ବୋଲେ କ'ଣ? ହାତ, ପାଦ ବୋଲେ ଗୋଡ଼, ପାଦ, ଆଉ ଆଖି, କାନ, ନାକ ସବୁଆଡ଼େ ମୋର ବ୍ୟାପିକି ଅଛି। ଯେଉଁଠି ବସିକି ଯେଉଁ ସ୍ଥାନରେ ହେଉ, ଯେଉଁ ଆସନରେ ହେଉ, ଯେଉଁ ଭାବରେ ହେଉ ତୁମେ ମୋତେ ଡାକିବ, ମୁଁ ନିଶ୍ଚିନ୍ତ ତୁମକୁ ପାଇବି, ମୁଁ ନିଶ୍ଚିନ୍ତ ତୁମକୁ ପ୍ରାପ୍ତି ହେବି। 66ତମ ଶ୍ଲୋକରେ ସେମିତି କହିଲେ, ତୁମେ ଯେଉଁ କର୍ମ କର, ଧର୍ମ କାମ କର, ଅଧର୍ମ କାମ କର, କିନ୍ତୁ ମୋ ଶରଣରେ ଯଦି ତୁମେ ପଶି ଯାଇଛ ମୁଁ ତୁମକୁ ମଧ୍ୟ ରକ୍ଷା କରିବି। ସେ ଶ୍ଲୋକଟି ମନେ ରଖିଛ? ରଖିନ? କହିଥିଲେ କ'ଣ? ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱା ସର୍ବୋପାପଭ୍ୟଃ ମୋକ୍ଷୟିଷ୍ୟାମି ମା ଶୁଚ। ମୁଁ ନିଶ୍ଚୟ ତୁମକୁ ରକ୍ଷା କରିବି। ହଉ, ବେଶୀ ସେ କଥା ବେଶୀ ଆଲୋଚନା କଲେ ତୁମର ବିସ୍ମରଣ ହେବ। ଅଳ୍ପ ଅଳ୍ପ ଆହାର ଯେମିତି ମଣିଷ ଶରୀର ପାଇଁ ନିରାପଦ, ସେମିତି ଅଳ୍ପ ଅଳ୍ପ ଶ୍ରବଣ କରିବା ଭଗବାନଙ୍କ ପାଖରେ ଦୃଢ଼ତା ରହିବ। ବେଶୀ ଶ୍ରବଣ କଲାବେଳକୁ ବେଶୀ ଜ୍ଞାନ ଏପଟେ ପାଶୁରିଯିବ। ତେଣୁକରି ଯାହା ଶୁଣିଲ ତାକୁ କାର୍ଯ୍ୟରେ ଲଗାଇବ, ତାହେଲେ ଶୁଣିବାର କ'ଣ ମହତ୍ଵ ରହିବ। ବୁଝିପାରୁଛ ତ? ଭଗବାନଙ୍କୁ ଧ୍ୟାନ କରିବା। ଏତିକି ସାୟ କରି ବଣଭୋଜି କରିଥିବା ପ୍ରସାଦକୁ ଭଗବାନଙ୍କୁ ସମର୍ପଣ କରି ଆମେ ନିଜ ନିଜ ବାଟରେ ଘରକୁ ଯିବା। ଓମ୍ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଓମ୍ ଶାନ୍ତି ଶାନ୍ତି ଶାନ୍ତି। କାୟେନ ବାଚା ମନସେନ୍ଦ୍ରିୟର୍ବା ବୁଦ୍ଧ୍ୟାତ୍ମନା ବା ପ୍ରକୃତି ସ୍ୱଭାବାତ୍ କରୋମି ଯଜ୍ଜৎସଙ୍ଗଳମ୍ ପରସ୍मै ନାରାୟଣାୟ ଇତି ସମର୍ପୟାମି। ହରି ଓମ୍ ତତ୍ସତ୍।